ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଆସିଛୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ। ମହାପ୍ରଭୁଙ୍କର ଡୋରି ନ ଲାଗିଲେ କେହି ବି ତାଙ୍କ ଦର୍ଶନ କରିପାରିବେ ନାହିଁ। ଦେଖନ୍ତୁ ଆଜ୍ଞା, ରଥ କାରିଗର ମାନେ ଅକ୍ଲାନ୍ତ ପରିଶ୍ରମ କରି ରଥ ନିର୍ମାଣ ନିମନ୍ତେ ଲାଗି ପଡ଼ିଛନ୍ତି, ଯେହେତୁ ଆଗକୁ ରଥଯାତ୍ରା ଆସୁଛି। ତାପରେ ଆମେ ଚାଲୁ ପ୍ରଭୁଙ୍କ ଦର୍ଶନ କରିବାର ଲାଗି। ସିଂହଦ୍ୱାର ପଟେ ଯିବାକୁ ବହୁତ ଇଚ୍ଛା ଥିଲା, କିନ୍ତୁ ସିଂହଦ୍ୱାର ପ୍ରବଳ ଭିଡ଼ ଥିଲା। ଆମେ ଚିନ୍ତା କଲୁ ଆଉ ସିଂହଦ୍ୱାର ପଟେ ନ ଯାଇ ଆମେ ଯିବା ଉତ୍ତର ଦ୍ୱାର ପଟେ। ଆମେ ଚାଲିଲୁ ଉତ୍ତର ଦ୍ୱାର ପଟକୁ, କିନ୍ତୁ ଉତ୍ତର ଦ୍ୱାର ପଟେ ମଧ୍ୟ ବହୁତ ଭିଡ଼ ଥିଲା। ଯେହେତୁ ଆମର ମଣିକର୍ଣ୍ଣିକେଶ୍ୱରଙ୍କ ଦର୍ଶନ କରିବାର ଥିଲା, ଆମେ ଭାବିଲୁ ଚାଲ ପଶ୍ଚିମ ଦ୍ୱାର ଜୋତା ଷ୍ଟାଣ୍ଡରେ ଜୋତା ରଖିଦେବା, ଆମକୁ ବାହାରିଲା ବେଳକୁ ବହୁତ ସହଜ ଲାଗିବ। ତେଣୁ ଆମେ ଜୋତା ଷ୍ଟାଣ୍ଡରେ ଜୋତା ରଖିଦେଲୁ। ଏଇ ଯେଉଁ ଧାଡ଼ି ଦେଖୁଛନ୍ତି, ସେଇ ଧାଡ଼ିରେ ଆମେ ଠିଆ ହେଇ ପଡ଼ିଲୁ ତ ଠାକୁରଙ୍କୁ ଦର୍ଶନ କରିବାର ଲାଗି। ତାପରେ ଆମେ ମନ୍ଦିର ଭିତରକୁ ଚାଲିଗଲୁ। ମନ୍ଦିର ଭିତରେ ଆମେ ପ୍ରଭୁଙ୍କର ଦର୍ଶନ କଲୁ ଏବଂ ମନ୍ଦିରରେ ଥିବା ସମସ୍ତ ଦେବାଦେବୀଙ୍କର ମଧ୍ୟ ଦର୍ଶନ କଲୁ। ଦର୍ଶନ ସାରି ଆନନ୍ଦ ବଜାରରେ ଯାଇ ଅଭଡ଼ା ଖାଇଲୁ। ତାପରେ ମନ୍ଦିର ପ୍ରାଙ୍ଗଣ ଭିତରେ ଟିକେ ବସି ତାପରେ ମନ୍ଦିର ଭିତରୁ ବାହାରି ପଡ଼ିଲୁ। ମନ୍ଦିର ଭିତରୁ ବାହାରି ପଡ଼ି ଆମେ ଟିକେ ମନ୍ଦିରରେ ବସିଲୁ ଏବଂ ଫଟୋ ଟିକେ ଉଠେଇଲୁ। ମନ୍ଦିରକୁ ଗଲେ ଯେଉଁ ଶାନ୍ତି ମିଳେ, ସେଇ ଶାନ୍ତିଠୁ ସଂସାରରେ କୌଣସି ଶାନ୍ତି ନଥାଏ। ମହାପ୍ରଭୁଙ୍କ ଦର୍ଶନ ତ ଅତି ବଢ଼ିଆ ସେ ହେଇଗଲା। ତାପରେ ଆମେ ଜୋତା ଷ୍ଟାଣ୍ଡରୁ ଜୋତା ନେଇ ତାପରେ ଚାଲିଲୁ ଆମେ ମଣିକର୍ଣ୍ଣିକେଶ୍ୱରଙ୍କର ଦର୍ଶନ ଲାଗି। ତାପରେ ଆମେ ଦକ୍ଷିଣ ଦ୍ୱାର ପଟକୁ ଗଲୁ, ତାପରେ ସିଂହଦ୍ୱାର ପଟକୁ ଗଲୁ। ଦେଖନ୍ତୁ ଆଜ୍ଞା, ସିଂହଦ୍ୱାର ପଟେ କେତେ ଭିଡ଼। ତାପରେ ଆମେ ଘରକୁ ଫେରିଲୁ। ଜୟ ଜଗନ୍ନାଥ।